ଚଳାଇବା ଖେଳ ତାଙ୍କୁ ବହୁତ ଭଲ ଲାଗୁଥିଲା। ଶତ୍ରୁର ଆକ୍ରମଣରୁ କେମିତି ବଞ୍ଚିବାକୁ ହେବ, ଶତ୍ରୁକୁ କିପରି ନିଜ ଖଡ଼ଗ ତଳକୁ ନେବାକୁ ହେବ, ସେ କଳା ସେ ପିଲାଟି ଦିନରୁ ଶିଖିଯାଇଥିଲା। ଶସ୍ତ୍ର କଳା ଅଭ୍ୟାସରେ ସେ ଅଧିକାଂଶ ସମୟରେ ନିଜର ବଡ଼ ଭାଇ ସୁଶୀମକୁ ପରାସ୍ତ କରିଦେଇଥିଲା। ଅଦ୍ଭୁତ ଅଶୋକ ପୁତ୍ର, ତୁମ ଭାଇ ସୁଶୀମ ତୁମଠୁ ଜ୍ୟେଷ୍ଠ, ବୟସରେ ତୁମଠାରୁ ବଡ଼, କିନ୍ତୁ ଶସ୍ତ୍ର ଚଳାଇବାରେ ତୁମର ଅଦ୍ଭୁତ କ୍ଷମତା ଏବଂ ପରାକ୍ରମ ଆଗରେ ତୁମଠାରୁ ଛୋଟ ହୋଇଯାଆନ୍ତି। ତୁମେ ଦୁହେଁ ମୋର ପ୍ରିୟ ପୁତ୍ର। ତୁମେ ପିତାମହ ଚନ୍ଦ୍ରଗୁପ୍ତଙ୍କ ପୁତ୍ର। ମୌର୍ଯ୍ୟ